ମୁଁ କହିଲି କ'ଣ ମୁଁ ଜିନିଷଟା ବର୍ତ୍ତମାନ ଆମେ ଆରୁ ଉଦୟଗୁରୁ ବାହାରିଲୁ ଆଉ ପାହାଡ଼ ପାଖ ପାଖ ମାନେ ତଳ ତଳ ଦେଇକି ଯାଉଛୁ ଆଉ ଭଲ ଲାଗୁଛି ଯାଉଛୁ ଆରାମସେ ଯାଉଛୁ ଗାଡ଼ିରେ ଏଇଆ ଖାଲି ଏଫଏମ୍ଟା ପାଉନି ନହେଲେ ଗୀତଟା ବାଜିଥାନ୍ତା ଯାଉଛୁ ଏମିତି 19 କିଲୋମିଟର ଗଲା ପରେ ମୁଖ୍ୟ ରାସ୍ତାକୁ ଆମେ ଯିବୁ ତାପରେ ଆପଣ ଦେଖିପାରୁଥିବେ ଗୋଟେ ଗାଡ଼ି ବି ଯିବା ଆସିବା କରୁଛି ଏଠି 2-3ଟା ପଳେଇ ଆସିଲା ପିନ୍ଧିଛନ୍ତି ଆଉ ବର୍ତ୍ତମାନ ଗୋଟେ ଆମେ ପାହାଡ଼ ପାଖରେ ଗଲାବେଳୁ ଏଠି ବର୍ତ୍ତମାନ ଝରଣା ହଁ ଝରଣା ଇଏ ନଈ ଜଣା ପଡ଼ୁନି ଝରଣା ଏଇଟା ହେଲା ପାରିବେଟା ଗଲା ବର୍ତ୍ତମାନ ପାଣି କଖାରୁ ଗଛ ପଛ ଦେଖିଲୁ ସେ ଗଣେଶ ପୂଜା କମିଟି ଏମିତି ହେଇକି ପୁରା ତ ନଡ଼ିଆ ଗଛ ବି ଅଛି ଏଠି ବହୁତ ତେନ୍ତୁଳି ଗଛ ଅଛି ତେନ୍ତୁଳି ଗଛ ବହୁତ ଅଛି ଧାନ ଚାଷ ଆରମ୍ଭ ହେଇଗଲାଣି ବର୍ତ୍ତମାନ ରୁଆ ରୁଇ ଚାଲିଛି ଆମର ଚାଷୀ ଭାଇମାନେ ଜୋରସୋର ପ୍ରୟାସ ଚଲେଇଛନ୍ତି ଧାନ ବର୍ଷ କିନ୍ତୁ ଭଲ ପଡ଼ୁ ପ୍ରଭୁ ବଳଦେବଙ୍କର ବଳରାମଙ୍କର ଆଶୀର୍ବାଦ ହଉ ଯୁଆଡ଼େ ଦେଖିବ ସୋଲାରେ ଯୁଆଡ଼େ ଦେଖିବ ସୋଲାରେ ଆଉ ରାସ୍ତା ଏମିତି ହେଇଛି ମୁଢ଼ି ଖାଇ ହେଇଯିବ ବଢ଼ିଆ ରାସ୍ତା ଆଉ ଧନ୍ୟବାଦ।